ଗୋଟେ କୋଟିପତି ଘରର ସ୍ତ୍ରୀ ଲୋକ ତାଙ୍କର ଟଙ୍କା ପଇସା ଆଉ ଜମିବାଡିକି ନେଇ ଖାରି ଗର୍ବ ଗରିବ ଲୋକକୁ ସେ ମଣିଷ ବୋଲି ଭାବନ୍ତିନି। ତାଙ୍କର ଗୋଟାଏ ବୋଲି ପୁଅ ଭଲ ପାଇକି ଗୋଟେ ଗରିବ ଘରୁ ଝିଅ ଆଇଲା ଆଉ ଝିଅ ବାହା ହେଇକି ଘରକୁ ଆସିଲା। ସାଧାରଣ ବେଶଭୂଷା ଚାଲିଚଳନ ସାଧାରଣ, କାରଣ ଗରିବ। ଶାଶୁ ତା ମୁହଁକୁ ବି ଅନାନ୍ତିନି ଆଉ ସବୁବେଳେ କହନ୍ତି ତୁ କଣ ନେଇକି ଆଇଛୁ, ତୋ ବାପାର କଣ ଅଛି ଆମକୁ ଦବ, ତୋର ଲେବୁଲ କେତେ ଆମ ସାଙ୍ଗରେ ମିଶିବା ପାଇଁ, ଭୁଲରେ ମୋ ପୁଅ ତୋତେ ବାହା ହେଇଗଲା। ସେ ବୋହୁ ସବୁ ଶୁଣେ କିନ୍ତୁ ଘରର କାମ କରେ, କାହାକୁ କିଛି କହେ ନା ଆଉ ରାତିରେ ବହୁତ କାନ୍ଦେ। ଏମିତି ଦିନେ ସମୟ ଆସିଲା, ଶାଶୁଙ୍କ ଦେହ ହଠାତ୍ ଖରାପ ହେଇଗଲା। ଘରେ କେହି ନଥାନ୍ତି। ସେଇ ବୋହୁ ରାତି ଯାକ ଶାଶୁଙ୍କ ପାଖରେ ଅନିଦ୍ରା ହେଇ ବସିକି ଶାଶୁଙ୍କ ସେବା କଲା, ତାଙ୍କୁ ଔଷଧ ଦେଲା। ଆଉ ଶାଶୁ ଯେତେବେଳେ ସକାଳେ ଭଲ ହେଇଗଲେ ତାଙ୍କୁ ଲାଜ ଲାଗିଲା। ସେ ବୋହୁର ମୁହଁକୁ ପ୍ରଥମ ଥର ଅନେଇଲେ ଆଉ କହିଲେ, ହଁ ମୁଁ ଟଙ୍କା ପଇସା ଧନ ସମ୍ପତ୍ତିରେ କୋଟିପତି, କିନ୍ତୁ ତୁ ମନରୁ ପ୍ରେମରୁ ଆଉ ସ୍ନେହରୁ କୋଟିପତି। ତ ବୋହୁ ଟିକେ ହସିଲା ଆଉ କହିଲା ସମ୍ପର୍କ ଟଙ୍କା ପଇସା ଦେଖିକି କରାଯାଏ ନା। ତମେ ବି ମଣିଷ ଆଉ ମୁଁ ବି ମଣିଷ, ମଣିଷକୁ ମଣିଷ ବୋଲି ଭାବ। କାରଣ ଦି ଜଣ ଯେତେବେଳେ ଆମେ ଜଳିବା, ଜୁଇର କଲର ସେମ୍, ପାଉଁଶ ସେମ୍, ସେଠି ଜଣାଯିବନି କିଏ କୋଟିପତି କିଏ ଗରିବ। ଜୟ ଜଗନ୍ନାଥ, ଜୟ ଭାରତ।